राज्य सरकार आउ केंद्र सरकारଙ୍କର ଯେତେ ବି ଯୋଜନା ଆସୁଛି ଆମେ ଆପଣଙ୍କୁ ଭିଡ଼ିଓ ମାଧ୍ୟମରେ ପ୍ରୋଭାଇଡ଼ କରୁଛୁ। ଆଉ ଆପଣମାନେ ଭିଡ଼ିଓ ଦେଖି ସମସ୍ତ ଯୋଜନାର ଲାଭ ଉଠାନ୍ତୁ। ଯେଉଁମାନେ ଚଳିତ ବର୍ଷ ଖରିଫ ଋତୁରେ 2025-26ରେ ଧାନ ମଣ୍ଡି କାର୍ଡ଼ ପଞ୍ଜୀକରଣ କରୁଛନ୍ତି ସେହିମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା। ଆମ ଚ୍ୟାନେଲରେ ପ୍ରଥମ ଥର ପାଇଁ ଆସିଥିଲେ ସବସ୍କ୍ରାଇବ୍ କରିଦିଅନ୍ତୁ। ଏମିତି ନୂଆ ନୂଆ ଇମ୍ପୋର୍ଟାଣ୍ଟ ଭିଡ଼ିଓ ଦେଖିବାକୁ ମିଳିବ। ସରକାର ଧାନ କ୍ୱିଣ୍ଟାଲ ସିନା 3100 କରିଦେଲେ କିନ୍ତୁ ଆମ ଚାଷୀ ଭାଇମାନେ ଏପର୍ଯ୍ୟନ୍ତ ଡିବିଟି ଆକ୍ଟିଭ୍ କରିନାହାନ୍ତି। ଧାନ ମଣ୍ଡି ପଇସା ହେଉ କି ପିଏମ୍ କିଷାନ ସିଏମ୍ କିଷାନ ବା MGNRGS ପଇସା ହେଉ ସରକାର ଡିବିଟି ମାଧ୍ୟମରେ ହିଁ ପଠାଉଛନ୍ତି ପଇସା। ତେଣୁ କରି ସମସ୍ତ ଚାଷୀ ଭାଇମାନେ ଡିବିଟି ଆକ୍ଟିଭ୍ କରାଇ ନିଅନ୍ତୁ। ଡିବିଟିର ଅର୍ଥ ହେଉଛି ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର। ତେବେ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା। ରାଜ୍ୟ FSCWର ଷ୍ଟେଟ୍ ଟେକ୍ନିକାଲ ଟିମ୍ ଠାରୁ ମିଳିଥିବା ନୂତନ ସୂଚନା ଅନୁଯାୟୀ କୃଷକମାନଙ୍କର EKYC ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଯଦି ତାଙ୍କର ବ୍ୟାଙ୍କ ଖାତାରେ ଡିବିଟି ସକ୍ରିୟ ନଥାଏ ତେବେ ସେମାନେ ଟୋକେନ୍ ପାଇବାରୁ ବଞ୍ଚିତ ହେଉଛନ୍ତି। ଏହି ପରିସ୍ଥିତିରେ କୃଷକମାନଙ୍କୁ ତାଙ୍କର ସମ୍ପର୍କିତ ବ୍ୟାଙ୍କ ଶାଖାକୁ ଯାଇ ଡିବିଟି ସକ୍ରିୟ କରାଇବା ପାଇଁ ସଚେତନ କରାଯିବ। ରାଜ୍ୟଠାରୁ ଆସିଥିବା ଏହି ସନ୍ଦେଶ ଅନୁସାରେ ସମସ୍ତଙ୍କୁ ଅନୁରୋଧ ଯେ ଏହି ସୂଚନା। ତେଣୁ ଆପଣଙ୍କ ବ୍ୟାଙ୍କ ଖାତାରେ ଡିବିଟି ଆକ୍ଟିଭ୍ ନିହାତି କରନ୍ତୁ ଆଉ ସମସ୍ତ ଯୋଜନାର ଲାଭ ଉଠାନ୍ତୁ। ଆଜିର ଭିଡ଼ିଓ ଏତିକି। ସମସ୍ତଙ୍କୁ ନମସ୍କାର। ଜୟ ହିନ୍ଦ, ବନ୍ଦେ ମାତରମ୍।